ଆମର ସେ ଅଲେଖ ଚନ୍ଦ୍ର ବେହେରା ମଧୁସୂଦନପୁର ସେ ରିପୋର୍ଟ କରିଥିଲେ ଯେ ତାଙ୍କ ସ୍ତ୍ରୀ ବିନୋଦିନୀ ସାହୁ ଯିଏକି ଜଣେ ରିଟାୟାର୍ଡ ଲେଡି ହେଲ୍ଥ ଭିଜିଟର ଥିଲେ 2 ବର୍ଷ ତଳେ ରିଟାୟାର୍ଡ କରିଛନ୍ତି ତାଙ୍କୁ ମର୍ଡର କରାଯାଇଛି ଏବଂ ତାଙ୍କର କାନଫୁଲ ଲୁଟ୍ କରାଯାଇଛି। ତାପରେ ଆମେ ତାକୁ ସେଇ ଗୋଟେ 246 ନମ୍ବର କେସ୍ ବିଜାରପୁରରେ କରାଗଲା ମର୍ଡର ୱିଥ୍ ରବରୀରେ। ତାକୁ ବିଜାରପୁର ଆଇଆଇସି ନିଜେ ତଦନ୍ତ କରୁଥିଲେ। ଆମେ ତାକୁ ସବୁ ଆଙ୍ଗେଲରୁ ଦେଖିଲା ପରେ ଜାଣିବାକୁ ପାଇଲୁ ଯେ ସେଦିନ ପାଖାପାଖି 1 ରାତିରେ ସେ ଘର ଛାଡ଼ିକି ଗଲେ। ଫୁଲ ତୋଳିବା ପାଇଁ ଗଲେ ଫୁଲ ଆଙ୍କୁଡ଼ି ଏବଂ ତାଙ୍କର ସ୍କ୍ରାପ୍ ଫୁଲ ବ୍ୟାଗ୍ ସବୁ ନେଇଗଲେ। ଫୁଲ ତୋଳି ସାରିଲା ପରେ ସ୍ପଟ୍ରୁ ବି ଆମେ ସେ ଜିନିଷ ପାଇଥିଲୁ। ସେଦିନ ଘଟଣାରେ ପାଖାପାଖି 12ଟା ପରେ ସେଇ ଅଲେଖ ବେହେରା ଏବଂ ତାଙ୍କ ସହିତ ଆଉ ଜଣେ ବାଦଲ ବେହେରା ବୋଲି ଗୋଟେ ଯୁବକ, ଏ 2 ଜଣ ଯାକ ସେଠି ସେ ପାଖାପାଖି ଥିଲେ। ତାପରେ ସେ କଥା ଏଷ୍ଟାବ୍ଲିଶ ହେଲା ପରେ ଆମେ ତାଙ୍କୁ ଇଣ୍ଟରୋଗେସନ୍ କରିକି ବା ତଦନ୍ତ ଇଏ କରି ବୁଝିବାକୁ ପାଇଲୁ ଯେ ସିଏ ଅଲେଖ ବେହେରା ଯେହେତୁ ତାଙ୍କ ସ୍ତ୍ରୀ ସହିତ ବହୁତ ଦିନ ହେଲା ସେମିତି ଭଲ ସମ୍ପର୍କ ନଥିଲା ଏବଂ ସେ ଗୋଟେ ଛାତରେ ରହୁଥିଲେ ବି ଅଲଗା ଅଲଗା ରହୁଥିଲେ। ରୋଷେଇବାସ ତାଙ୍କର ବାହାରେ ହେଉଥିଲା, ବାହାରୁ ଆସୁଥିଲା ଖାଇବା ପାଇଁ ଏବଂ ସେଇ ଯେଉଁ ବହୁ ଦିନର ପୁଞ୍ଜୀଭୂତ ଅସନ୍ତୋଷକୁ ସିଏ ପ୍ରିପେୟାର କରି ରଖିଥିଲେ, ରଡ୍ ରଖିଥିଲେ ଏବଂ ସିଏ ଛକିକି ସେଦିନ ବସିଥିଲେ। ଇଏ ଗଲା ପରେ ଫୁଲ ତୋଳିବାକୁ ସେଇଠି ରଡ୍ରେ ତାର କାନକୁ ମାରିଛନ୍ତି ଏବଂ ସେ ପଡ଼ିଲା ପରେ ତାକୁ ଆହୁରି 2-3 ଜାଗା ଇଞ୍ଜୁରି କରି ସେଠି ହଷ୍ଟେଲ ଲାଟ୍ରିନ୍ ଭିତରେ ଥୋଇ ଦେଇକରି ପଳେଇ ଆସିଛନ୍ତି। এই କନେକ୍ସନ୍ ଆମେ କେସ୍ କରି ସେଇ ଯେଉଁ ତାଙ୍କର କମ୍ପ୍ଲେଣ୍ଟ ଯିଏ ଅଲେଖ ବେହେରା ଏବଂ ତାଙ୍କର ସହଯୋଗୀ ଯିଏ ଥିଲେ ବାଦଲ ବେହେରା, ଏ 2 ଜଣଙ୍କୁ ଗିରଫ କରାଯାଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ହେଉଥିବା ରଡ୍ଟିକୁ ମଧ୍ୟ ଜବତ କରାଯାଇଛି ଏବଂ ସାଇଣ୍ଟିଫିକ୍ ଟିମ୍ ଆସି ସେମାନେ ତଥ୍ୟ ପ୍ରମାଣ ସବୁ ସଂଗ୍ରହ କରି ଯାଇଛନ୍ତି। ସେ 2 ଜଣଙ୍କୁ ଆଜି ଫରୱାର୍ଡ କରାଯିବ।